ଆଜ୍ଞା ଆସିଗଲା ଆସିଗଲା ଆପଣ ମାନଙ୍କ ଅଞ୍ଚଳକୁ ଆସିଗଲା। ପ୍ରଥମ ଥର ପାଇଁ ଗହଳି ଭିତରେ ଚଳି ସିଟି କରି ଆଗେଇ ଆଗେଇ ଚାଲିଲା। ମନେ ରଖନ୍ତୁ ମା ମାଉସୀ, ଆପଣ ମାନଙ୍କ ଘର ପାଖରେ ବଜାର, ନିଜ ସୁନା କାମ ନିଜେ କର। କଣ ଆଣିଛ? ଶାଢୀ ନା ବେଡସିଟ? ଶୁଣ ଦି ଚାରି ଖଣ୍ଡ ଦାମୀ ଶାଢୀ। ଫେରିବାଲା ନୁହେଁ, ମୁଁ ସୁନା କାମ କରେ। ତମର ଅଛି ନା? ହଁ ତମ ବେଶ ପୋଷାକ ଯାହା କହୁଛି ତମର ଥିବ, ଦେଖେଇଲ। ଦେଖେଇବି? ଆସୁ ଆସୁ କଣ ଓଲଟା ପାଲଟା କଥାବାର୍ତ୍ତା କଲଣି? କଣ ଦେଖେଇବି? ତମ ସୁନା, ତମ ସୁନାର ଯଦି କିଛି ଡିଫେକ୍ଟ ଥିବ ମୁଁ ସତ କହୁଛି ଏଠି ଠିଆରେ ଠିଆରେ କରିଦେବି। ନହେଲେ ଯଦି ଅଧିକା କିଛି ଡିଫେକ୍ଟ ଥିବ ମୁଁ ସାଥିରେ ନେଇଯିବି, ଏସିଡି ପକେଇ ମଇଳା ସଫା କରି ଆଣିଦେବି। ମାନେ କଣ ମାନେ? ଭାଙ୍ଗି ଯାଇଥିଲେ ଯୋଡ଼ିଦେବି, ଛିଡ଼ି ଯାଇଥିଲେ ଗଡ଼ିଦେବି, ଲମ୍ବି ଯାଇଥିଲେ ଜାକିଦେବି, ଢିଲା ଥିଲେ ଟାଇଟ୍ କରିଦେବି, ଟାଇଟ୍ ଥିଲେ ଢିଲା କରିଦେବି। ଓହୋ ବୁଝିଲି ବୁଝିଲି, ତମେ ଫେରିବାଲା ନ ବଣିଆ ନାଇଁ। ଆଚ୍ଛା ଗାଁ ଗାଁ ବୋଲି ଏସବୁ କାମ କରୁଛ? ହଁ କରିବା ପାଇଁ ସତ କହୁଛ? ଆଉ ସତ ନୁହେଁ କଣ ମିଛ? ତମକୁ ଯଦି ଅବିଶ୍ୱାସ ହଉଛି ଦି ଚାରି ଖଣ୍ଡ ଗାଁ ରେମୁଣା କତରୁ ଆରମ୍ଭ କରି ନୀଳଗିରି ପର୍ଯ୍ୟନ୍ତ ପଚାରିକି ବୁଝି ଆସୁନ, ମାନେ ମିଛ ପିମ୍ପୁଡି ଭଳିଆ ଜାତ କରେ ନାହିଁ। रो ଭାଇ ତମ ନାଁଟା କଣ କହିଦେଲ? ମୋ ନା? ହଁ ମୋ ନା ପରା ପିମ୍ପୁଡି। ପିମ୍ପୁଡି ହଁ ଭାଇ ପିମ୍ପୁଡି ଭାଇ ତମେ? ଇଲୋ ମିଠି